ବଜ୍ରପାତରେ ଭାଙ୍ଗିଲା ମନ୍ଦିରର ଦଧିନଉତି। ମାଡ଼ି ଆସୁଛି ଘୋର କଳିକାଳ। ପ୍ରକୃତିର ତାଣ୍ଡବ ଦେଇଛି ଅଶୁଭ ସଂକେତ। ସତ ହୋଇଯିବ କି ମାଳିକା ବଚନ? ନଷ୍ଟ ହୋଇଯିବ କି ସ୍ରଷ୍ଟାଙ୍କ ଆଗରେ ସମ୍ପୂର୍ଣ୍ଣ ସୃଷ୍ଟି? କାରଣ ପ୍ରକୃତି ଦେଇଛି ଅଶୁଭ ସଂକେତ। ହଁ ଦର୍ଶକ ବନ୍ଧୁ, ଆଜି ଅପରାହ୍ନରେ ବଜ୍ରାଘାତ ପ୍ରହାରରେ ସୁନାପେଣ୍ଠ ଜଗନ୍ନାଥ ମନ୍ଦିରର ଦଧିନଉତି ଫାଟି ଛିନ୍ଛତ୍ର ହୋଇଯାଇଛି। ଦୀର୍ଘ 38 ବର୍ଷ ଧରି ନିର୍ମାଣ କାର୍ଯ୍ୟ ଲାଗିଥିଲା ବେଳେ ଚଳିତ ଘୋଷଯାତ୍ରାରେ ପ୍ରତିଷ୍ଠା ଲାଗି ଜୋରଦାର ପ୍ରୟାସ ଚାଲିଥିଲା ବେଳେ ବଜ୍ରାଘାତରେ ଭାଙ୍ଗି ଯାଇଛି ପ୍ରଭୁ ଜଗନ୍ନାଥଙ୍କର ମନ୍ଦିରର ଦଧିନଉତି। ମନ୍ଦିର ଯାତ୍ରା ହେବା ପାଇଁ କାର୍ଯ୍ୟ ପ୍ରସ୍ତୁତି ଚାଲିଥିଲା, କିନ୍ତୁ ଲାଇଟିଂ ହେଇଛି, ଉପରଟା ଉଠି ହେଇଛି। ଭିତରେ ମଧ୍ୟ କିଛି ପିଲା ଥିଲେ। ଅବଶ୍ୟ କାର କ୍ଷୟକ୍ଷତି ହେଇନି, କିନ୍ତୁ ଉପର ମନ୍ଦିର ଚୋଳ ପାଖଟା କଥା ହଉଥିଲା। ଆମର ଯିଏ ଅଛି କି ପୁରୀ ପଣ୍ଡା, ତାଙ୍କର ଯିଏ ସେଇ ବିଷୟରେ ଯିଏ ଜାଣିଛନ୍ତି ସେଇ ବିଷୟରେ ତାଙ୍କୁ ପଚାରିକି ପୁଣି କାର୍ଯ୍ୟ ଆଗେଇବ। ଯେହେତୁ ଏଟା ଗୋଟେ ଜଗନ୍ନାଥ ଓଡ଼ିଶାର ବଡ଼ ଠାକୁର, ତାଙ୍କର ନୀତି ନିୟମକୁ ପାଥେୟ କରି ଆମର ଯୋଉ ନନା ଅଛନ୍ତି ତାଙ୍କୁ ପଚାରିକି କାର୍ଯ୍ୟ ଆଗକୁ ଆଗେଇ ନେବ। ଧନ୍ୟବାଦ। କେଉଁଝର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।